आज कारगिल विजय दिवस। कारगिल युद्ध रे ओडिशार प्रथम शहीद गोपीनाथ को झुरुची जन्ममाटी निश्चिंत कोइली। आज कारगिल विजय दिवस। कारगिल युद्ध रे ओडिशार प्रथम शहीद होइथिले कटक जिला निश्चिंत कोइली ब्लॉक जनार्दनपुर ग्रामर गोपीनाथ महाराणा। गोपीनाथ मात्र 18 वर्ष बयस 528 बाटालियन रे जोगदे ड्राइवर भाव कार्य करुथिले। कारगिल युद्ध समय से अस्त्रशस्त्र और गोला बारूद नहीं जाउथिबा बेले 1999 मसीहा मे मास 19 तारिख रे शत्रु पक्षर गुड़ी मात्र 23 वर्ष बयस शहीद होइथिले। इतिमध्य कारगिल युद्ध को बुढ़ी 24 वर्ष। शहीद होइथिबा गोपीनाथ को झुरुची जन्ममाटी। पिता ଯଦୁମଣି ମହାରଣାଙ୍କର ଇତିମଧ୍ୟରେ ପରଲୋକ ହୋଇଥିବା ବେଳେ ମାତା ଝୁମୁରି ମହାରଣା ପୁଅର ପ୍ରତିମୂର୍ତ୍ତି ନିକଟରେ ଅତୀତକୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି। ଆଜି ବି ତାଙ୍କର ଜନ୍ମମାଟି ଶହୀଦ ଗୋପୀନାଥଙ୍କ ଦେଶମାତୃକା ପାଇଁ ଦେଇଥିବା ବଳିଦାନର ସ୍ମୃତିକୁ ଉଜାଗର କରୁଛି। ଜୁଲାଇ 26 ତାରିଖ ଦିନଟିକୁ ସାରା ଭାରତବର୍ଷ କାରଗିଲ ବିଜୟ ଦିବସ ଭାବେ ପାଳନ କରୁଛି। ଆଜିର ଦିନରେ ପାକିସ୍ତାନ ବିରୋଧରେ ଭାରତୀୟ ସେନାର ବୃହତ୍ ବିଜୟ ହୋଇଥିଲା। ଏଥିପାଇଁ ପ୍ରତ୍ୟେକ ଭାରତୀୟ ଆଜିର ଦିବସରେ ଗର୍ବର ସହ ଭାରତ ମାତାର ଜୟଗାନ କରୁଛନ୍ତି। କାରଗିଲ ବିଜୟ ଦିବସରେ ଜନ୍ମମାଟିରେ ଥିବା ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଗ୍ରାମବାସୀ, ଜନସାଧାରଣ, ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ଯୁବ ସାମ୍ବାଦିକ ତଥା ନ୍ୟୁଜ୍ 18+ ଓଡ଼ିଆର ସମ୍ପାଦକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।